ଯୁକ୍ତ 2 ପରୀକ୍ଷା ଫଳକୁ ନେଇ ଏବେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସୁଛି। ଆସନ୍ତା ସପ୍ତାହରେ ଯୁକ୍ତ 2 ରେଜଲ୍ଟ, ସିବିଏସ୍ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ। ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ। ଫଳ ପ୍ରକାଶ ପାଇଁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆସନ୍ତା 15 ତାରିଖରେ ଫଳ ପ୍ରକାଶ ପାଇବା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ସାମାନ୍ୟ ବିଳମ୍ବ ମଧ୍ୟ ହୋଇପାରେ। ଏକକାଳୀନ ଭାବେ ସମସ୍ତ ଷ୍ଟ୍ରିମ୍ ରେଜଲ୍ଟ ପ୍ରକାଶ କରାଯିବ। ଆସନ୍ତା 7 ରୁ 8 ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି CHS ପକ୍ଷରୁ ସୂଚନା ଦିଆଯାଇଛି। ସେପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପରିଚାଳିତ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଧ୍ୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରେ ହିଁ ରେଜଲ୍ଟ ପ୍ରକାଶ ପାଇପାରେ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ 28 ତାରିଖରେ ଯୁକ୍ତ 2 ପରୀକ୍ଷା ଶେଷ ହୋଇଛି। ଏଥିରେ ରାଜ୍ୟର 3,93,618 ଜଣ ପିଲା ପରୀକ୍ଷା ଦେଇଛନ୍ତି। ଏପ୍ରିଲ 2 ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା। 2ଟି ପର୍ଯ୍ୟାୟରେ ଖାତା ଦେଖା ହୋଇଛି। ଖାତା ଦେଖା ଶେଷ ହୋଇଥିବା ବେଳେ ରେଜଲ୍ଟ ପ୍ରକାଶ ପାଇଁ ଥିବା ଆନୁଷଙ୍ଗିକ ସମସ୍ତ କାର୍ଯ୍ୟ ଆସନ୍ତା 3 ଦିନ ମଧ୍ୟରେ ଶେଷ କରାଯିବ। ତାପରେ ରେଜଲ୍ଟ ପ୍ରକାଶ ପାଇବ। ଅର୍ଥାତ୍ 7 ରୁ 8 ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଶେଷ ସୂଚନାରୁ ଜଣାପଡ଼ିଛି। CBSE ରେଜଲ୍ଟ ଗତ ବର୍ଷ ମେ 13 ତାରିଖରେ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଫଳ ଆସନ୍ତା ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେଣୁ +2 ରେଜଲ୍ଟକୁ ନେଇ ଅଧିକ ତଥ୍ୟ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଆମ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।